ବର୍ଷାରେ ଲୋକ ଆଉଟ ପାଉଟ ହଉଛନ୍ତି। ଦିନରେ ମଶାରେ ଦିନରେ ଶୋଇଲେ ତମେ ମଶାରେ ଟାଣିବ। ନାକରେ ଆଖିରେ କାନରେ ମଶା ଫସି ଯାଉଛନ୍ତି, ମୁହଁ ଫୁଲେଇ ଦଉଛନ୍ତି, ହାତ ଗୋଡ଼ ଫୁଲେଇ ଦଉଛନ୍ତି। ଭୟଙ୍କର ପରିସ୍ଥିତି। ଗଙ୍ଗୁଆଟାକୁ ନିଷ୍କାସନ କଲନି, ସଫା କଲନି। ଏ କେନାଲ, ଏ ଡ୍ରେନ୍ ସଫା ହଉନି, ମଇଳା ସଫା ହଉନି, ଅଳିଆ ଗଦା ହେଇଛି। ମଶାର ପ୍ରାଦୁର୍ଭାବ ଭୟଙ୍କର। କିଛି ଗୋଟେ ପ୍ରତିକାର ନାହିଁ। ଗୋଟେ ପ୍ରହସନ ଚଲେଇଛ ମୋହନ ମାଝୀ। ଏମିତି ନଉଟେଇ ଦେବ ତମେ ତୁରନ୍ତ ସରକାରଙ୍କ ତରଫରୁ ମ୍ୟୁନିସିପାଲିଟି ପାରୁନି ମଶା ମାରିବା। କୌଣସି ବ୍ୟବସ୍ଥା ନାହିଁ। ନା ମଶା ମରା ଔଷଧ ବୁଲୁଛି, ନା ଫିନାଇଲ ପଡୁଛି, ନା କିଛି ହଉଛି। ବ୍ଲିଚିଂ ପଡୁଛି। କୁଆଡେ ଅପରିଷ୍କାର ନର୍ଦ୍ଦମା, ଗନ୍ଧ, ଝାଡ଼ା ବାଣ୍ଟି ଯେଉଁ ନାଳିରେ ଯାଉଛି, ଗୁହ ଅପରିଷ୍କାର ହେଇ ପୋଛି ଗନ୍ଧଉଛି। ଯେଉଁ ଭୁବନେଶ୍ୱର ଅବସ୍ଥା ଶୋଚନୀୟ। ତେଣୁ ଦୃଢ଼ ଭାବେ ପ୍ରତିକାର କର। ମଶା ମରା ଅଭିଯାନ ଆରମ୍ଭ କର। ଭୁବନେଶ୍ୱର ସହରକୁ ନିଟ୍ ଆଣ୍ଡ କ୍ଲିନ୍ କର, ସଫା କର। ତା ନହେଲେ ବାଧ୍ୟ ହୋଇ ଭୁବନେଶ୍ୱର ଜନସାଧାରଣ ପଦାକୁ ବାହାରିବେ। ଏବଂ ଯେଉଁ ଝୁପୁଡ଼ି ବସ୍ତି, ଯେଉଁ ବସ୍ତି ଅଛି, ଯେଉଁ ଗରିବ ଲୋକ ଅଛନ୍ତି, ରୋଗରେ ମରୁଛନ୍ତି, ଡେଙ୍ଗୁରେ ମରୁଛନ୍ତି, ନାନାଦି ପ୍ରକାର ମଶା ଜରିଆରେ ରୋଗ ବ୍ୟାପୁଛି। ମଶାରୀ ଖଣ୍ଡେ ଖଣ୍ଡେ ଦିଅ ସେ ଗରିବ ଲୋକଙ୍କୁ। ମଶାରୀ ଟିକେ ବ୍ୟବହାର କରନ୍ତୁ।